ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଗୋଟେ ନୂଆ ସିରିଜ ଷ୍ଟାର୍ଟ କରିବାକୁ ଯାଉଛୁ। ଇଏ ଛୋଟ ଛୋଟ ସିରିଜ ରହିବ ସବୁ ପଟେ, ସେଥିରେ ଛୋଟ ଛୋଟ ଭିଡିଓ ରହିବ। ଏଗୁଡା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଇଥିବାରୁ ଏଗୁଡା ଭଲ ଭାବରେ ଜାଣିବା ଦରକାର। ଆଜି ଆମେ ଷ୍ଟାର୍ଟ କରୁଛେ ପଞ୍ଚାଙ୍ଗ। ପଞ୍ଚାଙ୍ଗ ବିଷୟରେ ଭଲସେ ଜାଣିବା। ପଞ୍ଚାଙ୍ଗ କଣ ପାଇଁ ୟୁଜ ହୁଏ, କଣ ପାଇଁ କି ଦେଖାଯାଏ। ମୁହୂର୍ତ୍ତ ଶାସ୍ତ୍ରରେ ଏହାର ବହୁତ ଉପାଦେୟତା ରହିଛି ଏବଂ ପଞ୍ଚାଙ୍ଗ ଯେତେବେଳେ ଜାତକ ଦେଖାଯାଏ ସେତେବେଳେ ପଞ୍ଚାଙ୍ଗରୁ ହିଁ ଦେଖାଯାଏ। ତ ପଞ୍ଚାଙ୍ଗ କଣ କଣ ନାହିଁ କି ସେ ବିଷୟରେ ଗୋଟେ ଛୋଟ ବ୍ରିଫ ଡେସ୍କ୍ରିପସନ ଦେବାକୁ ଯାଉଛି, ଏତେ ଭିଡିଓ ଲମ୍ବା ହେବନି। ପଞ୍ଚାଙ୍ଗ ମାନେ ପାଞ୍ଚଟା ଅଙ୍ଗ। ଟାଇମ କୁ ଯୋଉ ଆମର ଡିଭାଇଡ ହେଇଛି, ଗୋଟେ ହେଲା ତିଥି, ଗୋଟେ ହେଲା ବାର, ଗୋଟେ ହେଲା ନକ୍ଷତ୍ର, ଆଉ ଗୋଟେ ହେଲା ଯୋଗ, ଏଟା ହେଲା କରଣ। ଯେତେବେଳେ ବି ଆମେ ଯେକୌଣସି କାମ ଆରମ୍ଭ କରୁ, ଶୁଭ କାର୍ଯ୍ୟ କରୁ, ଏଇ ପାଞ୍ଚଟା ଜିନିଷ ଦେଖିକିନା କରୁ। ତିଥି, ବାର, ନକ୍ଷତ୍ର, ଯୋଗ, କରଣ। ଏଇଟା କାହିଁକି କରୁ? କାରଣ ସେଇ ଟାଇମରେ ଗ୍ରହ ମାନଙ୍କର ଯୋଉ ତାରା ମଣ୍ଡଳରେ, ଆକାଶ ମଣ୍ଡଳରେ ଯୋଉ ଭାଇବ୍ରେସନ ଦ୍ଵାରା ଯୋଉ ଟାଇମ ଟା ଆମ ପାଇଁ କି ଉପଯୁକ୍ତ ଭାଇବ୍ରେସନ ର ସମୟ, ସେଇଟା ଆମକୁ ଏଇ ଜିନିଷରୁ ହିଁ ଜଣା ପଡେ। ବିବାହ ଶୁଭ ମୁହୂର୍ତ୍ତ ବାହାର କରିବା, ବ୍ରତ ଘର ଶୁଭ ମୁହୂର୍ତ୍ତ ବାହାର କରିବା, ଗୋଟେ ଶୁଭ କାମ କରିବାକୁ ଯାଉଛୁ ତାର ଶୁଭ ମୁହୂର୍ତ୍ତ ବାହାର କରିବା, ଘର ପ୍ରତିଷ୍ଠା କରିବାକୁ ଯାଉଛୁ ତାର ଶୁଭ ମୁହୂର୍ତ୍ତ ବାହାର କରିବା, ଏମିତି ଅନଗିନତ। ଗୋଟେ ନୂଆ ଗାଡି କିଣିଛୁ ତାର ଶୁଭ ମୁହୂର୍ତ୍ତ ବାହାର କରିବା। ଏଇଟା କୁଣ୍ଡଲିରୁ ଏଇ ତିଥି, ବାର, ନକ୍ଷତ୍ର, ଯୋଗ, କରଣ ଦେଖିକି ହିଁ ଡିସାଇଡ କରାଯାଏ। ଏଇ ଗୋଟେ ଗୋଟେ ଚାପ୍ଟର, ଏଇ ଗୋଟେ ତିଥି, ଇଏ ବହୁତ ହି ଜିନିଷ ବହୁତ ହି ବଡ। ବାର ବହୁତ ହି ବଡ, ନକ୍ଷତ୍ର ବହୁତ ହି ବଡ, ଯୋଗ ବହୁତ ହି ବଡ, କରଣ ବହୁତ ହି ବଡ। କୋଉ ତିଥି ଭଲ, କୋଉ ତିଥି ଖରାପ, ଏମିତି ଆମେ ବୁଝିବା ନାହିଁ। କୋଉ ତିଥିରେ କୋଉ କର୍ମ କରଣୀୟ, କୋଉ ତିଥିରେ କୋଉ କର୍ମ ଅକରଣୀୟ, କୋଉ ବାରରେ କୋଉ କାମ କରଣୀୟ, କୋଉ ବାରରେ କୋଉ କାମ ଅକରଣୀୟ, କୋଉ ନକ୍ଷତ୍ର କୋଉ କାମ କରଣୀୟ, କୋଉ ନକ୍ଷତ୍ର କୋଉ କାମ ଅକରଣୀୟ, ତାର ଡିଭିଜନ କଣ, କିଭଳି ଭାବରେ ରହିଛି, ସେଗୁଡା ସବୁ ଡେସ୍କ୍ରିପଟିଭ ପାର୍ଟ ରହିବ। କିନ୍ତୁ ଆପଣ ମାନଙ୍କୁ ଏଇ ପାଞ୍ଚଟା ଜିନିଷ ସର୍ବପ୍ରଥମେ ମନେ ରଖିବାକୁ ପଡିବ। ତିଥି, ବାର, ନକ୍ଷତ୍ର, ଯୋଗ, କରଣ। ଏଇ ପାଞ୍ଚଟା ଜିନିଷ ମନେ ରଖିଲେ ଆମେ ଯେତେବେଳେ ୟାର ତିଥି ଭିତରେ ପ୍ରବେଶ କରିବା, ତିଥି କେତେ ପ୍ରକାର ରହୁଛି, କଣ କଣ ରହୁଛି, କୋଉ ତିଥିରେ କୋଉ କାମ କରିବ, କୋଉ ତିଥିର ଅଧିପତି କିଏ, ଏଇ ସବୁ ଜିନିଷ ଜାଣିଲେ ଆମେ ୟା ଉପରେ ଗୋଟେ କନକ୍ଲୁଜନ ଦେଇପାରିବା କି ଆପଣ ମାନେ ଏଇ କାମ ଗୁଡାକ ଏଇ ବାର, ଏଇ ତିଥି, ଏଇ ନକ୍ଷତ୍ର, ଏଇ ଦିନ, ଏତିକି ସମୟ ଭିତରେ ଶୁଭ ମୁହୂର୍ତ୍ତରେ କରନ୍ତୁ। ଏଇ ଜିନିଷଟାକୁ ଜାଣିବା ପାଇଁ ଆମକୁ ବହୁତ ପ୍ରକାର ଜିନିଷ ବିଷୟରେ ରିସର୍ଚ୍ଚ କରିବାକୁ ପଡିବ, ଜାଣିବାକୁ ପଡିବ। ତେଣୁ ଇଏ ଗୋଟେ ଥିଲା ପଞ୍ଚାଙ୍ଗ ଉପରେ ଡେସ୍କ୍ରିପସନ, ଯେ ତିଥି, ବାର, ନକ୍ଷତ୍ର, ଯୋଗ, କରଣ। ଏଇ ପାଞ୍ଚଟା ଜିନିଷକୁ ଭଲସେ ମନେ ରଖନ୍ତୁ। ଆମେ ସ୍ଲୋଲି ପଢିବା, ଯେତିକି ପଢିବା ସ୍ଲୋଲି ପଢିବା, ଭଲସେ ପଢିବା। ଏଇଟାକୁ ମନେ ରଖି ସାରିଲା ପରେ ଆମେ ପଢିବା ତିଥିକୁ କୋଉ କୋଉ ଭାବରେ ଡିଭାଇଡ କରାଯାଇଛି, କୋଉ ତିଥିର ଅଧିପତି କିଏ, କେମିତି ତାକୁ କ୍ଲାସିଫିକେସନ ହେଇଛି, କୋଉ ତିଥିରେ କୋଉ କର୍ମ କରିବା ଉଚିତ, କୋଉ ତିଥିରେ କୋଉ କର୍ମ କରିବା ଉଚିତ ନୁହେଁ, କାହିଁକି ଉଚିତ ନୁହେଁ, ତାର ପ୍ରମାଣ କୋଉ ଶାସ୍ତ୍ରରେ ଅଛି, କୋଉ ପୁରାଣ ତାକୁ ସବଷ୍ଟାନ୍ଟିଏଟ କରୁଛି କି ଏଇ ଜିନିଷ କରିବା କଥା ନୁହଁ, ଏଇ ସବୁ ବିଷୟରେ ଆମେ ଜାଣିବା। ତେବେ ଆଜିର ସେସନ ପାଇଁ ଏତିକି। ଏ ଥିଲା ଗୋଟେ ସମ୍ୟକ ଧାରଣା ପଞ୍ଚାଙ୍ଗ ବିଷୟରେ। ଆଗକୁ ଆମେ ଧୀରେ 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 ଜାଣିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।